ଆଜ୍ଞା ନମସ୍କାର। ଆଜ୍ଞା 2 ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି ମାନେ ବିଜେପିର 2 ବର୍ଷ ପୂର୍ତ୍ତି ଅବସରରେ ଆମ ଲୋକଙ୍କ ସରକାରର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କର ବଡ ଘୋଷଣା। ଆଉ କଣ ସେଇ ବଡ ଘୋଷଣା ଆସନ୍ତୁ ଶୁଣିବା, ଜାଣିବା ଆଉ ବୁଝିବା। ଆଜ୍ଞା ଘୋଷଣା କରିଛନ୍ତି ଏହା କି କେଜିରୁ ପିଜି ପାଠ ପଢା ସମ୍ପୂର୍ଣ୍ଣ ମାଗଣା। ଆଜ୍ଞା ହଁ, ଆପଣ ତ ମାଗଣା କରିଦେବେ, ସବୁ କିଛି କରିଦେବେ, କିନ୍ତୁ ଆଜ୍ଞା ଥରେ ସେଇ ସ୍କୁଲ ଆଡକୁ ଯାଇଛନ୍ତି ନା? ଯୋଉଠି ପାଠ ପଢିବେ ଛାତ୍ରଛାତ୍ରୀ ମାନେ ପାଠ ପଢିବେ, କେଜି ହଉ କି ପିଜି ହଉ, ସେଇ ସ୍କୁଲ ଆଡେ ଆପଣ ଯାଇଛନ୍ତି? ସେଇ ସ୍କୁଲରେ ଯୋଉ ସ୍କୁଲରେ ଛାତ୍ରଛାତ୍ରୀ ପାଠ ପଢିବେ ସେଠି ମାଟି ମୁଠାଏ ପଡିନି। କେବଳ ଯଦି ହେଇଛି ନବୀନ ସରକାର ଯୋଉ ସବୁ ପ୍ରକଳ୍ପର ମାନେ ଯୋଉ ସବୁ କାର୍ଯ୍ୟ କରିଥିଲେ ତାକୁ ଆପଣ ରଙ୍ଗ ମାରିଛନ୍ତି, ମରାମତି ବି କରିନାହାନ୍ତି। ତେଣୁକରି ଛୁଆ କେଜିରୁ ପିଜି କେମିତି ପଢିବେ? କେଜିରୁ ପିଜି କେମିତି ପଢିବେ ଯଦି ଆପଣ ସେଠି ଠିକ ଠାକ କରିଥାନ୍ତେ? 2 ବର୍ଷ ହେଲା ଆଜ୍ଞା ସବୁ ଆପଣ ଯାଆନ୍ତୁ, ପ୍ରତ୍ୟେକ ସ୍କୁଲ ଆଡେ ବୁଲାବୁଲି କରିକି ଆସନ୍ତୁ, ଦେଖନ୍ତୁ ଆଉ କେଜିରୁ ପିଜି କେମିତି ପାଠ ପଢିବେ। 2 ବର୍ଷରେ ବେହାଲ ହେଇଯାଇଛି। ଯାହା ନବୀନ ବାବୁ କରିଥିଲେ ସେତିକିରେ ଆପଣ ଆଡଜଷ୍ଟ କରିକି ଚାଲିଛନ୍ତି। ଇଏ ଗଲା। ଦ୍ୱିତୀୟ କଥା ହେଲା 2 ବର୍ଷ ରୂପାୟନ ହେଇଛି। 2 ବର୍ଷରେ ରୂପାୟନ ହେଇଛି। ରୂପାୟନ କଣ ହେଇଛି ନା ରଙ୍ଗ। 2 ବର୍ଷରେ ଆଉ ତ କୋଉଠି ନୂଆ ପ୍ରକଳ୍ପ କି ପ୍ରୋଜେକ୍ଟ କାହିଁ ହବାର ଦେଖିନୁ, କିନ୍ତୁ ରଙ୍ଗରେ ରୂପାୟନ ହେଇଛି। ତୃତୀୟ କଥା ହେଲା 3 ବର୍ଷରେ ନିଯୁକ୍ତି ହେବେ 45,000 ଶିକ୍ଷକ। ଆଚ୍ଛା 2 ବର୍ଷ ଭିତରେ କେତେ ଶିକ୍ଷକଙ୍କୁ ଆପଣ ନିଯୁକ୍ତି ଦେଇଛନ୍ତି? ଚତୁର୍ଥ କଥା ହେଲା 35 ଲକ୍ଷ ପରିବାରଙ୍କୁ ମିଳିବ ପକ୍କା ଘର। ଆଜ୍ଞା 2 ବର୍ଷ ଭିତରେ ତ ଯାହା ଦେଇଛନ୍ତି ସମୁଦ୍ରକୁ ଶଙ୍ଖେ। ଆଜ୍ଞା ଆଗରୁ 1,30,000 ଟଙ୍କା ମିଳୁଥିଲା ଘରଟିଏ କଲେ, କିନ୍ତୁ ଆପଣ ଯେତେବେଳେ ଡବଲ ଇଞ୍ଜିନ ସରକାର ଆସିଲେ, ଯେତେବେଳେ ବିଜେପି ସରକାର ଆପଣ ସରକାରରେ ରହିଲେ, ଲୋକଙ୍କ ସରକାର ହେଲେ, ତାପରେ ଆପଣ ଲୋକଙ୍କୁ ଯୋଉ ଘର ବାଣ୍ଟୁଛନ୍ତି, ଯୋଉ ଘର ଦଉଛନ୍ତି 1,20,000 କରିଦେଲେ। ହଉ ଦେଖିବା, ଠିକ ଅଛି। ଆପଣ ଯଦି 35 କେତେ ଲେଖିଛନ୍ତି ନା 35 ଲକ୍ଷ ପରିବାରଙ୍କୁ ଘର ଦେବେ, ଭଲ କଥା ଆଜ୍ଞା, କିଛି ଅସୁବିଧା ନାହିଁ। ଲୋକ ପାଆନ୍ତୁ, ଗରିବଟିଏ ପାଉ, ବାସ ଖଣ୍ଡେ ପାଉ, ସୁବିଧାରେ ରହୁ, ଜଲ୍ଦି ଜଲ୍ଦି ସେଇଟାକୁ କରିଦେବେ। ତାପରେ ହେଲା 3 ଜିଲ୍ଲାରେ ଶୀଘ୍ର ସ୍ଥାପନ ହେବ ମେଡିକାଲ କଲେଜ। ଆଜ୍ଞା କୋଉ କୋଉ ଜିଲ୍ଲାରେ ସ୍ଥାପନ କରିବେ ଟିକେ କହିବେ, ଆଉ କେତେ ମାସ ଭିତରେ କରିବେ? କାହିଁକି ନା ଆଗରୁ ଆମର ଯେତେବେଳେ ସୂର୍ଯ୍ୟବଂଶୀ ବାବୁ ଥିଲେ, ସିଏ କହିଥିଲେ କଣ 4 ମାସ ଭିତରେ ଭଦ୍ରକ ମେଡିକାଲ କଲେଜ ଖୋଲା ହବ। ଆଉ ଭଦ୍ରକ ମେଡିକାଲ କଲେଜ ଖୋଲା ହେଲା କି ନହେଲା ସେଇଟା ନାହିଁ, କିନ୍ତୁ ରଙ୍ଗ କିଛି କିଛି ଜାଗାରେ ଭଦ୍ରକ ମେଡିକାଲରେ ରଙ୍ଗ ଜୋରସୋରରେ ବାଜିଲା। ଆଉ ଗୋଟେ ଜିନିଷ ମୋହନ ବାବୁ ଆପଣଙ୍କୁ କହିବାକୁ ଚାହିଁବି, ଆପଣଙ୍କର ମନେ ଅଛି ନା ଭୁଲିଗଲେଣି? ମୁଁ ଭାବୁଛି ଆପଣଙ୍କର ମନେ ଥିବ, କିନ୍ତୁ ବୋଧହୁଏ ଫଣ୍ଡ କିଛି ନଥିବ, ସେଇଥିପାଇଁ କିଛି କରୁନାହାନ୍ତି। କଣଟା କହିଲେ? ଆଜ୍ଞା ଯୋଉ ନୂଆପଡା ଉପନିର୍ବାଚନ ସମୟରେ ଆପଣ ସେଠି ଯାଇକି ଭାରି ଜୋରରେ ବଡ ଭାଷଣଟିଏ ଦେଇଥିଲେ। କଣ ନା ନୂଆପଡାରେ ମେଡିକାଲ କଲେଜ ଖୋଲା ହବ। ଆଉ ଆପଣ କହିବା ସଙ୍ଗେ ସଙ୍ଗେ ଯାଇଥିଲେ କିଏ ନା ଆମର ମନମୋହନ ବାବୁ, ଆମ ଯୋଉ ଭାରତୀୟ ଜନତା ପାର୍ଟିର ସଭାପତି ତଥା ଏବେକାର ନୂଆ ଏମ୍ପି, ରାଜ୍ୟସଭା ସାଂସଦ ମନମୋହନ ବାବୁ ବି କହିଥିଲେ ଯେ କଣ ସେଟା ନା ମେଡିକାଲ କଲେଜ ଖୋଲା ହବ। ଆଉ କାଗଜ ପତ୍ର କାମ ଦିଲ୍ଲୀରେ ସରିଯାଇଛି, ଭିତ୍ତିପ୍ରସ୍ତର ସ୍ଥାପନ ହବ। ଆଜ୍ଞା ସେଇଟା କେତେ ବାଟ ଗଲାଣି? ଆପଣ ତ ଯାହା କହୁଛନ୍ତି ସେୟା କରିନାହାନ୍ତି। ଆଗରୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି ସେଇଟାକୁ ପାଳନ କରିନାହାନ୍ତି। ଆପଣ ପୁଣି 3 ଜିଲ୍ଲାରେ ମେଡିକାଲ କଲେଜ କେମିତି ଖୋଲିବେ? କୋଉ ହିସାବରେ ଖୋଲିବେ? ଆପଣ ଗୋଟିଏ ଜାଗାରେ ତ ମେଡିକାଲ କଲେଜ ଖୋଲି ନାହାନ୍ତି ନା, ତାହେଲେ ଆପଣ 3ଟା ଜିଲ୍ଲାରେ କେମିତି ଖୋଲିବେ? ତେଣୁକରି କହିବା ପୂର୍ବରୁ ଭାବିବେ, ଭାବି ଚିନ୍ତିକି କହିବେ। ଯେତିକି ପାରିବେ ଆଜ୍ଞା ସେତିକି କରିବେ, ଆଉ ଯେତିକି ପାରିବେ ସେତିକି କହିବେ, ବୁଝିଲେ ନା? ତେଣୁକରି ଲୋକଙ୍କ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ। ସେ କେଜିରୁ ପିଜି ସ୍କୁଲ ଗୁଡାକ ସବୁ ଗୁଡାକ ସଜାସଜି କରନ୍ତୁ। ସେପଟେ ନୂଆପଡାରେ ମେଡିକାଲ କଲେଜ ଖୋଲନ୍ତୁ, ଭଦ୍ରକରେ ଭଲ ସାଇଜ ସୁନ୍ଦରିଆ ମେଡିକାଲ କଲେଜ ଟିଏ ଖୋଲନ୍ତୁ। ଆଉ ବାକି ଯାହା ପ୍ରତିଶ୍ରୁତି ଦେଇଥିଲେ ଇଲେକ୍ସନ ପୂର୍ବରୁ, ଯାହା ପ୍ରତିଶ୍ରୁତି ଆପଣ ଦେଇଥିଲେ ତାକୁ ଟିକେ ପାଳନ କରନ୍ତୁ। ଆଉ ମଜାଦାର କଥା ହେଲା କଣ କହିଲେ, ଆପଣ କରିପାରିବେନି ନା। ଆପଣ କେମିତି କରିବେ ଆଜ୍ଞା? ଆଜ୍ଞା 3 ମାସ ହେଲା ବୁଢା ବାପାଟିଏ, ବୁଢୀ ମାଟିଏ ଭତ୍ତା ପାଉନି, ସେତକ ଦେଇପାରୁନାହାନ୍ତି। ଆଉ ଏଇ ଘୋଷଣାରେ କଣ କରୁଛନ୍ତି? ଏ ଘୋଷଣା କଲେ କଣ ଭାବୁଛନ୍ତି ଲୋକଙ୍କର ହିତ ହେଇଯିବ? ଆଉ ଆପଣଙ୍କର ତ ମେନ୍ ସରକାର, ମେନ୍ ବାବୁ, ବଡ ବାବୁ କିଏ? ମୋଦି ବାବୁ 2014 ମସିହାରୁ ଯାହା ଯାହା କହିଛନ୍ତି ଅଲଗା ଭିଡିଓରେ ମୁଁ ଆପଣଙ୍କୁ ଦେଖେଇଦେବି। ତେଣୁକରି ଆଜ୍ଞା ମୋ କଥାକୁ ଧରିବେନି, ଶୀଘ୍ର ଯାହା ଯାହା କହିଛନ୍ତି ତାକୁ ପୂରଣ କରନ୍ତୁ। ନମସ୍କାର।